ଯେତେବେଳେ ଏ ଭିଡ଼ିଓଟି ଦେଖୁଛ ନା ସେତେବେଳକୁ ଆକ୍ଚୁଆଲି କାବ୍ୟାର କିଡନାପିଂ ହେଇସାରିଥିଲା। ଏ କାହାଣୀ ହେଉଛି ମଧ୍ୟପ୍ରଦେଶର ଗୋଟେ ଏମିତି ପରିବାରର ଯେଉଁ ପରିବାରରେ ଗୋଟେ ଝିଅ ତାର ଭବିଷ୍ୟତ ବନାଇବା ପାଇଁ ମେଡ଼ିକାଲ ପ୍ରିପାରେସନ୍ ହେଉଥିଲା। ଆଉ ସେହି ସମୟରେ ତାର ଗୋଟେ କିଡନାପିଂ ହେଇଗଲା। ଆଉ କିଡନାପିଂ ପରର ରହସ୍ୟ ଯେତେବେଳେ ଆପଣ ଶୁଣିବେ ନା ଆପଣଙ୍କର ପାଦ ତଳୁ ମାଟି ଖସିଯିବ। କାହିଁକି ମୁଁ ଏମିତି କହୁଛି? ଏ କାହାଣୀ ହେଉଛି ମଧ୍ୟପ୍ରଦେଶର ଗୋଟେ ଜାଗା ଅଛି ଯେଉଁ ଜାଗା ନାଁ ହେଉଛି ଶିବପୁରୀ। ଶିବପୁରରେ ଆକ୍ଚୁଆଲି ଗୋଟେ ପରିବାର ରହୁଥିଲେ, ମିଡ଼ିଲ୍ କ୍ଲାସ୍ ପରିବାର କିମ୍ବା ଅପର ମିଡ଼ିଲ୍ କ୍ଲାସ୍ର ପରିବାର। ସେ ପରିବାରରେ ଜଣେ ବାପା ତାଙ୍କର ଗୋଟେ ପ୍ରାଇଭେଟ୍ ସ୍କୁଲ ଥିଲା। ପ୍ରାଇଭେଟ୍ ସ୍କୁଲରେ ସେ ଇନକମ୍ ତାଙ୍କର ଠିକ୍ଠାକ୍ ହେଉଥିଲା। ତାଙ୍କ ଘରେ ତାଙ୍କର ସ୍ତ୍ରୀ ହାଉସ୍ୱାଇଫ୍, ତାଙ୍କ ସହିତ ତାଙ୍କ ଝିଅ କାବ୍ୟା ବୋଲି ରହୁଥିଲା। ସ୍କୁଲରେ ତାର ପଢ଼ାପଢ଼ି ବହୁତ ଭଲ ଚାଲିଥିଲା। ସ୍କୁଲରେ ପଢ଼ାପଢ଼ି ଯେତେବେଳେ ଚାଲିଥିଲା ସେତେବେଳେ ସେ ଡ୍ରିମ୍ କରିଥିଲା ଯେ ମୁଁ ବଡ଼ ହେଲେ ଡାକ୍ତର ହେବି। ଘରର ଲୋକମାନେ ବି ସମସ୍ତେ ଚାହୁଁଥିଲେ ଯେ ଝିଅ ଯଦି ବଡ଼ ହୋଇ ଡାକ୍ତର ହେବ ତାର ଭବିଷ୍ୟତ ସୁରକ୍ଷିତ ହେଇଯିବ, ତା ସହିତ ତାଙ୍କ ପରିବାରର ବି ଫାଇନାନ୍ସିଆଲ ଷ୍ଟାଟସ୍ ଠିକ୍ଠାକ୍ ହେଇଯିବ। ଏମିତି ଆଶା ନେଇ 20-22 ବର୍ଷର ଗୋଟେ ଝିଅ ଶିବପୁରୀରେ ପଢ଼ୁଥିଲା। ଆଉ ସେ ଯେତେବେଳେ ଶିବପୁରରେ କିଛି ଦିନ ପଢ଼ିଛି, ଅଚାନକ ଦିନେ ତା ବାପାଙ୍କ ଫୋନ୍ ଆସିଲା ଯେ କିଛି ପୁଅମାନେ ତାକୁ ଡିଷ୍ଟର୍ବ କରୁଛନ୍ତି। ଯାହାଫଳରେ ତା ବାପା ସେଠୁ ଚାହିଁଲେନି ଯେ ଝିଅର ପଢ଼ାରେ କିଛି ବ୍ୟାଘାତ ଘଟୁ, ତାକୁ ଯାଇ ସେ ଶିବପୁରୀକୁ ନେଇ ଆସିଲେ। ଶିବପୁରୀକୁ ଯେତେବେଳେ ନେଇ ଆସିଛନ୍ତି ସେ ଘରେ ଆସି କିଛି ଦିନ ରହିଲା। ସେ ମ୍ୟାଟର୍ ସେମିତି ଧୀରେ ଧୀରେ କ୍ଲୋଜ୍ ହେଇଗଲା। ସେତେବେଳେ ତାଙ୍କ ବାପା ଜାଣିନଥିଲେ ଏଇ ଜିନିଷଟା ଆଗକୁ ଗୋଟେ ବିରାଟ ବଡ଼ ରହସ୍ୟର ପର୍ଦ୍ଦାଫାଶ କରିବ। ଯେତେବେଳେ ଶିବପୁର ଆସି ସେ କିଛି ଦିନ ଘରେ ରହିଲା ସେତେବେଳେ ତା ମା ବାପା ବି ଜାଣିଲେ ଯେ ଏଠି 2-4 ମାସ 6 ମାସ ରହିଲା ପରେ ପଢ଼ାପଢ଼ି ଠିକ୍ ସେ କରିପାରୁନି ଘରେ। ତେଣୁକରି ତାକୁ ଗୋଟେ ଡକ୍ଟର ବନିବା ପାଇଁ ହେଲେ ତାକୁ ଗୋଟେ ନିଟ୍ ଏକ୍ଜାମ୍ ଦେବା ପାଇଁ ପଡ଼ିବ। ଆଉ ସେଥିପାଇଁ ସେ ପ୍ରିପାରେସନ୍ ହେବା ପାଇଁ ପଡ଼ିବ। ସେଠୁ ତାଙ୍କ ବାପା ମା ପ୍ଲାନିଂ କଲେ ଯେ ଝିଅକୁ ଆମେ କୋଟା ନେଇକି ଯିବା। କୋଟା ସମସ୍ତେ ଜାଣିଥିବେ ଯେଉଁଠି ବହୁତ ଗୁଡ଼ାଏ ଆସ୍ପିରାଣ୍ଟ ମାନେ ଯାଆନ୍ତି, ଆଉ ସେଠି ଆସ୍ପିରାଣ୍ଟ ଇନଷ୍ଟିଚ୍ୟୁଟ୍ ବି ବହୁତ ଅଧିକ ଅଛି। ଦିନେ ସକାଳୁ ସକାଳୁ ତାଙ୍କ ବାପା ବ୍ୟସ୍ତ ଥାନ୍ତି। ମା ଆଉ ଝିଅ ବାହାରିଗଲେ କୋଟାରେ ପହଞ୍ଚିଲା ପରେ ପ୍ରଥମେ ସେ ଯେଉଁ ଇନଷ୍ଟିଚ୍ୟୁଟ୍ ଗୋଟେ ଆସ୍ପାରାଣ୍ଟର ଇନଷ୍ଟିଚ୍ୟୁଟ୍କୁ ପ୍ରଥମେ ଗଲେ ଆଡ଼ମିସନ୍ ନେବା ପାଇଁ। ମା ଯାଇ ରିସେପ୍ସନ୍ରେ ବସିଲା, ଝିଅ ଯାଇ ଭିତରେ କଥାବାର୍ତ୍ତା ହେଲା। ପାଖାପାଖି ଅଧଘଣ୍ଟେ ଖଣ୍ଡେ କଥାବାର୍ତ୍ତା ହେଇସାରିଲା ପରେ ଝିଅ ଫେରିଆସି ମାଆକୁ କହିଲା, ମା ମୋର ଆଡ଼ମିସନ୍ ଫାଇନାଲ୍ ହେଇଗଲା। ତ ମା ବି ଖୁସି ହେଲା, କହିଲା ଠିକ୍ ଅଛି ଆଡ଼ମିସନ୍ ତ ଫାଇନାଲ୍ ହେଇଗଲା, ଏବେ ତୁ କ'ଣ କରିବୁ ନା ଏବେ ପାଖରେ ଗୋଟେ ପିଜି ଦେ ଯେଉଁଠି ତୁ ଭଲସେ ରହିପାରିବୁ। ଆଉ ସେ ପିଜିଟା ଏଇ ସରାଉଣ୍ଡିଂରୁ ବହୁତ ପାଖାପାଖି ହେଇଥିବ, ଯାହାଫଳରେ ତୋତେ ଯିବା ଆସିବା ପାଇଁ ବି କିଛି ସେତେ ଗୁଡ଼େ କ୍ଷତି ହେବ ନାହିଁ। ଏମିତି ଭାବି ମା ଝିଅ ପିଜି କିଛି ଦେଖିଲେ, ତା ଭିତରେ ଗୋଟେ ପିଜି ପାଖକୁ ଗଲେ ଯେଉଁ ପିଜିରେ ପୁନଃତଃ ମା ରିସେପ୍ସନ୍ରେ ବସିଲା ଆଉ ଝିଅ ଯାଇ ଭିତରେ ଡକୁମେଣ୍ଟେସନ୍ କାମ କଲା। ପାଖାପାଖି ଅଧଘଣ୍ଟେ ସେଠି ବସିଛନ୍ତି। ତାଙ୍କ ମାଆଙ୍କୁ ଟଏଲେଟ୍ ଲାଗିଲା। ତା ମା କହିଲେ ମୁଁ ପିଜିର ଟଏଲେଟ୍ ୟୁଜ୍ କରୁଛି। ସେ ସେଠି ପିଜିରେ ଟଏଲେଟ୍ ୟୁଜ୍ କଲେ। ୟୁଜ୍ କରିକି ଫେରିଲା ପରେ ତା ଝିଅ କହିଲେ ଯେ ମା ମୋର ଆଡ଼ମିସନ୍ ଏଠି ହେଇଯାଇଛି, ତ ମୁଁ ଏଠି ଆଉ 1-2 ଦିନ ଭିତରେ ରହିପାରିବି। ଆଉ ଯଦି ତୁମେ ଚାହୁଁଛ ତାହେଲେ ତୁମେ ଘରକୁ ରିଟର୍ନ ପଳାଅ। ଆଉ ବାପା ବି ସେଠି ଏକୁଟିଆ ଥିଲେ। ଏକଥା ଭାବି ତାଙ୍କ ମା କହିଲେ ଯେ ଠିକ୍ ଅଛି ତୁ ଏଠି ହୋଟେଲ ନେଇ 1-2 ଦିନ ରହିଯା, ତାପରେ ପିଜିକୁ ଟ୍ରାନ୍ସଫର ହେଇଯିବୁ। ସେଇ ସମୟ ଭିତରେ ମୁଁ ତୋର ଯାହା ଲଗେଜ୍ ଫଗେଜ୍ ଅଛି ମୁଁ ତାକୁ ସବୁ କୋଟା ପଠାଇଦେବି। ଏମିତି ମା ଝିଅଙ୍କ ଭିତରେ ଡିସ୍କସନ୍ ହେଲା ପରେ ଝିଅ ରହିଲା ହୋଟେଲରେ, ମା ଫେରି ଆସିଲା ଘରକୁ। ମା ଘରକୁ ଫେରି ଆସିଲା ପରେ ଆକ୍ଚୁଆଲି କୋଟାରେ ଯେଉଁମାନେ ଆଡ଼ମିସନ୍ କରନ୍ତି ନା ସେମାନଙ୍କର ଗୋଟେ ରୁଲ୍ ଥାଏ। ସେ ଯେଉଁ ଇନଷ୍ଟିଚ୍ୟୁସନ୍ ଆଡ଼ମିସନ୍ କରନ୍ତି ସେମାନଙ୍କୁ ପଇସା ପ୍ରକାରର ଯାହା ଫାଇନାନ୍ସିଆଲ ଜିନିଷ ଦରକାର କିମ୍ବା ପିଲାଙ୍କର ମାର୍କସିଟ୍, ତାଙ୍କର ଯେଉଁ ଏକ୍ଜାମ୍ ହୁଏ ତାର ମାର୍କସିଟ୍, ସେମାନେ ସମସ୍ତେ ପ୍ୟାରେଣ୍ଟସ୍କୁ ପଠାନ୍ତି ହ୍ୱାଟ୍ସଆପ୍ରେ। ଏକଥା ତ ଏମାନଙ୍କ ବାପା ମା କେହି ଜାଣିନଥିଲେ। କିଛି ଦିନ ଗଲା ପରେ ତାଙ୍କ ଝିଅ ପ୍ରତି 2 ଦିନ ଥରେ 3 ଦିନ ଥରେ ତାଙ୍କ ସାଙ୍ଗରେ କଥାବାର୍ତ୍ତା ହୁଏ। କେତେବେଳେ କେମିତି ଭିଡ଼ିଓ କଲ୍ରେ ବି କଥାବାର୍ତ୍ତା ହୁଏ। କେତେବେଳେ କେମିତି ଆଉ 2-4 ଜଣ ସାଙ୍ଗର ବି ନମ୍ବର ଦେଇଥିଲା। କହିଲା ମା ଯଦି କେତେବେଳେ କେମିତି ମୋ ମୋବାଇଲ୍ ସୁଇଚ୍ ଅଫ୍ ଥିବ ତୁ ଏମାନଙ୍କୁ ଫୋନ୍ କରିବୁ, ଏମାନଙ୍କ ସହିତ କଥା ହେବୁ। ଏମିତି ଲାଇଫ୍ଟି ଚାଲିଥିଲା। ତାପରେ ଏମିତି ବି ଯେତେବେଳେ ସ୍କୁଲ ଯାଏ, ଯେତେବେଳେ ଇନଷ୍ଟିଚ୍ୟୁସନ୍ ଯାଏ, ସେଠି ଇନଷ୍ଟିଚ୍ୟୁସନ୍ ସାଙ୍ଗମାନଙ୍କ ସହିତ ଫଟୋ ତା ମାଆଙ୍କୁ ସେଣ୍ଡ କରେ। ଆଉ ଏମିତି ଲାଇଫ୍ଟି ବହୁତ ସ୍ମୁଥ୍ ଚାଲିଥିଲା। ଘରେ ବାପା ମା ଭାବୁଥିଲେ ଝିଅ ଯାହା ହଉ ମୋର ମନ ଦେଇକି ସେଠି ପଢ଼ୁଛି। ଏମିତି କିଛି ଦିନ ଯାଇଛି, ଅଚାନକ ଭାବେ ସେ ଝିଅର ମୋବାଇଲରୁ ତା ବାପାଙ୍କ ପାଖକୁ ଗୋଟେ ମେସେଜ୍ ଆସିଲା। ଯେଉଁ ମେସେଜ୍ରେ ଲେଖା ହେଇଥିଲା ଆମକୁ 30 ଲକ୍ଷ ଟଙ୍କା ଦିଅ ଏଇ ଜାଗାରେ, ନହେଲେ ତୁମ ଝିଅ ଆଉ ବଞ୍ଚିବ ନାହିଁ। ଏକଥା ଯେତେବେଳେ ସଡ଼ନ୍ ତାଙ୍କ ବାପା ଦେଖିଛନ୍ତି, ତା ସହିତ ଗୋଟେ ଫଟୋ ଆସିଥିଲା ଯେଉଁଥିରେ ଝିଅକୁ ଭୀଷଣ ଭାବରେ ବନ୍ଧା ଯାଇଥିଲା। ହାତ ଗୋଡ଼ ପାଟି ସବୁ ବନ୍ଧା ଯାଇଥିଲା। ମୁହଁରେ କିଛି ଜାଗାରେ କ୍ଷତାକ୍ତ ଥିଲା। ଯେଉଁ କ୍ଷତ
ତାକୁ ଜଣାଉଥିଲା ଯେ ଝିଅ ଉପରେ ମାରପିଟ ମଧ୍ୟ ହେଇଛି। ଏମିତି ଯେତେବେଳେ ସିଚୁଏସନ୍ ଚାଲିଥିଲା ତା ବାପା ଟିକେ ଭୟ କରିଗଲେ ଆଉ ସେ ସଡ଼ନ୍ ଯାଇ ପୋଲିସ୍ ଷ୍ଟେସନରେ ଏଫଆଇଆର୍ ଦେଲେ। ପୋଲିସ୍ ଷ୍ଟେସନ୍ ଶିବପୁରୀ ମଧ୍ୟପ୍ରଦେଶର ପୋଲିସ୍ ଷ୍ଟେସନରେ ଏଫଆଇଆର୍ ଦେଲେ। ଏଫଆଇଆର୍ ଦେଲା ପରେ ସେ ଯେତେବେଳେ ପୋଲିସ୍ ପାଖକୁ ପହଞ୍ଚିଲେ, ପୋଲିସ୍ ଯେତେବେଳେ ଜିନିଷଟିକୁ ଦେଖିଲା, ଆଉ ଇଏ ଜଣେ ଯେହେତୁ ଗୋଟେ ପ୍ରାଇଭେଟ୍ ସ୍କୁଲର ଶିବପୁରରେ ତାଙ୍କର ଭଲ ନାଁ ଅଛି, ପୋଲିସ୍ ଏଟାକୁ ଟିକେ ଆକ୍ସନ୍ ମୋଡ଼୍ରେ ନେବା ପାଇଁ ଚେଷ୍ଟା କଲା ଆଉ ଦେଖିଲା ଯେ ଆକ୍ଚୁଆଲି ଝିଅ ବନ୍ଧା ହେଇଛି ଆଉ 30 ଲକ୍ଷ ଟଙ୍କାର ଡିମାଣ୍ଡ ହେଇଛି। ତ ପୋଲିସ୍ ତାର ଇନଭେଷ୍ଟିଗେସନ୍ ସେଇଠୁ ଷ୍ଟାର୍ଟ କଲା। ପୋଲିସ୍ ଯେତେବେଳେ ଇନଭେଷ୍ଟିଗେସନ୍ ଷ୍ଟାର୍ଟ କଲା, ପ୍ରଥମେ ତାଙ୍କ ମାଆଙ୍କୁ ଯେତେବେଳେ ପଚାରିଲା ଯେ କେଉଁ ଜାଗାରେ ରହୁଥିଲା, କେଉଁଠି କ'ଣ କରୁଥିଲା, ତା ମାଆଙ୍କୁ ସାଙ୍ଗରେ ନେଇ ଏମାନେ ପୁଣି କୋଟା ଚାଲିଲେ ପୋଲିସ୍। ସେଠି ଯାଇକି ଯେତେବେଳେ ପହଞ୍ଚିଲେ, ସେଠି ଯେଉଁ ଏସ୍ପେରେଣ୍ଟ ଇନଷ୍ଟିଚ୍ୟୁସନରେ ଯାଇକି ପହଞ୍ଚନ୍ତି, ସେଠି ଯାଇକି ଯେତେବେଳେ ଇନକ୍ୱାରି କଲେ ଆଉ ଝିଅର ଫଟୋ ଦେଖେଇଲେ, ସେତେବେଳେ ସେ ଇନଷ୍ଟିଚ୍ୟୁସନ୍ ବାଲା ହାତ ଉଠେଇଦେଲେ, କହିଲେ ଆମେ ଝିଅକୁ ତ ଫାର୍ଷ୍ଟ ଟାଇମ୍ ଦେଖୁଛୁ, ଆମେ ଆକୁ କେବେ ଆଗରୁ ଦେଖିନୁ। ପୋଲିସର ସକ୍ ହେଲା। ପୋଲିସ କହିଲା ଝିଅ ପ୍ରତିଦିନ ମାନେ ଏଠିକି ପଢ଼ିବା ପାଇଁ ଆସୁଥିଲା, ଏମାନେ କ'ଣ ଏମିତି କହୁଛନ୍ତି। ତେଣୁକରି ସେ ସେଠିକାର ଥିବା ସିସିଟିଭିକୁ ଯେତେବେଳେ ଚେକ୍ କରାଗଲା, ସେଥିରେ କିଛି ଡାଟା ନଥିଲା। ଏ ଝିଅକୁ କେବେ କେହି ସେଠି ଦେଖିନାହାନ୍ତି, ସେ ଯାହା କହୁଥିଲେ ସତ କହୁଥିଲେ। ଏକଥା ଯେତେବେଳେ ତା ବାପାଙ୍କ କାନରେ ପଡ଼ିଲା ଆଉ ପୋଲିସ ଟିକେ ଗୋଟେ ଅଲଗା ଆଙ୍ଗଲରୁ ଦେଖିଲେ ଯେ ଝିଅ ସବୁ ଫଟୋ ଭିଡ଼ିଓ ସବୁ ସେଣ୍ଡ କରୁଛି ଆଉ ଏମାନେ କହୁଛନ୍ତି ଯେ ଏଠିକି ଆସିନାହିଁ, ତାଙ୍କୁ ଟିକେ ଜିନିଷଟା ଭାରି ରହସ୍ୟ ଲାଗିଲା। ସେଇଠୁ ସେମାନେ ମାଆକୁ ଧରିକି ସେ ପାଖରେ ଥିବା ପିଜିକୁ ଗଲେ। ସେତେବେଳେ ମାଆ ବି ବହୁତ ଭୟ ପାଇଯାଇଥାନ୍ତି, କାଳେ ପିଜି ଭିତରେ କିଛି ସେମିତି ଇନସିଡେଣ୍ଟ ହେଇଛି କି କ'ଣ ହେଇଛି କି। ଦେଖନ୍ତୁ, ମଣିଷ ମନ ଛୋଟ ମୋଟ ଏଇଭଳିଆ ଜିନିଷରେ ଯେତେବେଳେ ଗୋଟିଏ ଝିଅ ଡକ୍ଟର ପାଇଁ ପ୍ରିପେୟାର ହେଉଛି ଆଉ ତା ପାଇଁ ମାନେ ପଇସା ସବୁ ଦିଆହେଉଛି, ଅଚାନକ ଭାବରେ କିଡ଼ନାପ୍ ହେଇଛି, କେଉଁ ବାପା ମାଆଙ୍କ ମନ ଭିତରେ ଭୟ ଆସିବନି ଆଜ୍ଞା। ସେଇ ଜିନିଷ ଯେତେବେଳେ ମାଆଙ୍କ ମନ ଭିତରେ ଭୟଟା ବଢ଼ି ବଢ଼ି ଚାଲିଥାଏ, ସେ ଯାଇ ପିଜି ପହଞ୍ଚିଲେ। ପିଜି ଯାଇ ପହଞ୍ଚିଲା ପରେ ପିଜିରେ ଯେତେବେଳେ ଇନକ୍ୱାରି କରାଗଲା, ଆପଣ ସ୍ତବ୍ଧ ହେଇଯିବେ। ପିଜିରେ ବି ସେମ୍ ରିଆକ୍ସନ୍ ଆସିଲା ଯେ ଏ ଝିଅକୁ ଆମେ ଦେଖିନୁ, ଏ ତ କେଉଁ ରୁମ୍ରେ ରହୁନି। ଏକଥା ଶୁଣିଲା ପରେ ପୋଲିସ ଆଉ ତାଙ୍କ ପରିବାର ଦୁଇ ଜଣ ସ୍ତବ୍ଧ ହୋଇଗଲେ। କହିଲେ ଝିଅ ବିଗତ 6 ମାସ ହେଲା କୋଟାରେ ପଢ଼ୁଛି, ସେ ଏଇ ପିଜିରେ ରହୁଛି, ଏଇ ଏକ୍ସପେରିଏନ୍ସ ଯେଉଁ କୋଚିଂ ସେଣ୍ଟରରେ କୋଚିଂ ନେଉଛି, କିନ୍ତୁ ଆପଣମାନେ ସମସ୍ତେ ମନା କରିଦେଉଛନ୍ତି ସେ ଏଠିକି ଆସିନି। ଏଭଳିଆ ଜିନିଷ ଯେତେବେଳେ ସାମ୍ନାକୁ ଆସିଲା ନା, ଆପଣ ବିଶ୍ୱାସ କରିବେନି ଗୋଟେ ବାପା ମା' ଉପରେ କ'ଣ ବିତୁଥିବ। এটা ଗୋଟେ ସମ୍ପୂର୍ଣ୍ଣ ରୂପେ ବ୍ଲାଇଣ୍ଡ ରହସ୍ୟ। କ'ଣ କରୁଛନ୍ତି, ଝିଅ କିଡ଼ନାପ୍ ହେଇଯାଇଛି, ବେକଅପ୍ରେ କିଛି ତାଙ୍କ ପାଖରେ କୌଣସି ପ୍ରକାରର ଲିଗାଲିଟି ନାହିଁ କିମ୍ବା କୌଣସି ପ୍ରକାର ଲିଗାଲ ଇନଫର୍ମେସନ୍ ନାହିଁ ଯେଉଁଥିରେ ଏ ଜିନିଷଟା ହେଇଥିବ। ଏମିତି ହେଇସାରିଲା ପରେ ପୋଲିସ ଏ କେସ୍ଟିକୁ ଗୋଟେ ଅଲଗା ଆଙ୍ଗଲରୁ ନେବା ପାଇଁ ଚେଷ୍ଟା କଲା ଆଉ ଅଲଗା ଆଙ୍ଗଲରୁ ଏଇଆ ଚେଷ୍ଟା କଲା ଯେ ପୋଲିସ ଚାହିଁଲା ଯେ ଝିଅର ପୂର୍ବ ଅବସ୍ଥା, ତା ପୂର୍ବରୁ ସେ କ'ଣ କରୁଥିଲା, ତା ସାଙ୍ଗସାଥି କିଏ ଥିଲେ, କୋଟା ଆସିବା ପୂର୍ବରୁ ଶିବପୁରୀରେ ତାଙ୍କର କ'ଣ ହେଇଥିଲା, ଏସବୁ ବିଷୟ ଯେତେବେଳେ ଡିଟେଲ୍ସ ଡାଟା ନେଲା, ସେତେବେଳେ ପୋଲିସ ଜାଣିବା ପାଇଁ ପାଇଲା ଯେ ଶିବପୁରରେ ଗୋଟେ ଇନସିଡେଣ୍ଟ ହେଇଥିଲା। କିଛି ପିଲାମାନେ ତାକୁ ଗୋଟେ ଜାଗାରେ ଯେଉଁଠି ରହୁଥିଲା ସେ ଯେଉଁ ମେସ୍ରେ, ସେଠି ତାକୁ କ'ଣ ପ୍ରୋବ୍ଲେମ୍ କରାଉଥିଲେ, ପାଠପଢ଼ାରେ ଡିଷ୍ଟର୍ବ କରାଉଥିଲେ, ଯାହାଫଳରେ ତାକୁ ସେଠୁ କୋଟା ଆଣିବା ପାଇଁ ଏମାନେ ବାଧ୍ୟ ହେଲେ। ଆଚ୍ଛା, ସେଇ ଜାଗାରେ କ'ଣ ହେଲା ନା, ଏମାନେ ପୋଲିସ ଯାଇ ଶିବପୁରୀ ପହଞ୍ଚିଲା। ଶିବପୁରୀରେ ଯାଇ ଯେତେବେଳେ ଯେଉଁ ଜାଗାରେ ମାନେ ଇନସିଡେଣ୍ଟ ହେଇଥିଲା, ଯେଉଁ ମେସ୍ରେ ଇନସିଡେଣ୍ଟ ହେଇଥିଲା, ଯେଉଁ ସାଙ୍ଗସାଥିମାନଙ୍କ ସହିତ ଥିଲା, ସମସ୍ତଙ୍କୁ ଇଣ୍ଟରୋଗେସନ୍ କରାଗଲା, ସମସ୍ତଙ୍କୁ ଡକାଗଲା। ତାହା ଭିତରୁ ଜଣେ ସାଙ୍ଗ କହିଲା ସିଏ ଗୋଟେ ଆପାର୍ଟମେଣ୍ଟରେ ରହୁଥିଲା ମୋ ସାଙ୍ଗରେ, କିନ୍ତୁ ଯେଉଁ ପିଲା ତା ସାଙ୍ଗରେ ମାନେ କଣ୍ଟ୍ରୋଭର୍ସି ହେଇଥିଲା ସେ ଆପାର୍ଟମେଣ୍ଟ ଛାଡ଼ି ପଳେଇଛି। একথা শুনিলা পরে পুলিশକୁ ଟିକେ କ୍ଲିକ୍ ଲାଗିଲା, କହିଲା 10-15 ଦିନ ତଳେ ସେ ଆପାର୍ଟମେଣ୍ଟ ଛାଡ଼ି ପଳେଇଛି। ଏକଥା ଜାଣିଲା ପରେ ପୋଲିସ ମାଇଣ୍ଡରେ ଆଉ ଗୋଟେ ପ୍ରକାର ସନ୍ଦେହ ଉପୁଜିଲା। ସେ ପୋଲିସକୁ ସେ ପିଲାକୁ ଖୋଜିବା ପାଇଁ ପୋଲିସ ଲାଗିଲା। ଯେତେବେଳେ ପୋଲିସ ସେ ପିଲାକୁ ଖୋଜିବା ପାଇଁ ଲାଗିଲା, ସେ ପିଲାକୁ ଯାଇ ଯେତେବେଳେ ଧରିଲେ, ପିଲାକୁ ପଚାରିଲେ, ପିଲା କହିଲା ସେଠି କମ୍ ରେଟ୍ରେ ମୋତେ ଆପାର୍ଟମେଣ୍ଟ ମିଳିଲା, ସୋ ମୁଁ ପଳେଇ ଆସିଲି। ତ ପୋଲିସ ଯେତେବେଳେ ସବୁ ଫାଇନାନ୍ସିଆଲ ଟ୍ରାଞ୍ଜାକ୍ସନ୍ ଡିଟେଲ୍ସ ଦେଖିଲା, ସେ ପିଲା କହୁଛି ତ କମ୍ ରେଟ୍ରେ, କିନ୍ତୁ ସେ ଯେତେବେଳେ ପେ କରିଛି ସେ ଆପାର୍ଟମେଣ୍ଟର ମାଲିକକୁ, ତାକୁ ଅଧିକ ପେ କରିଛି, ସେଠୁ ଅଧିକ ପଇସା ତାକୁ ପେ କରିଛି। ଏଇ ଟେନସନ୍ରେ ସେ ପିଲାକୁ ସନ୍ଦେହ ଘର ଭିତରକୁ ନିଆଯିବ ନ ନିଆଯିବ, ତାକୁ ଇଣ୍ଟରୋଗେସନ୍ ପାଇଁ ପୋଲିସ ଥାନାକୁ ନିଆଗଲା। ପୋଲିସ ଥାନାରେ ସେ ଅଛି। ହଠାତ୍ ଗୋଟେ ମେସେଜ୍ ପୁଣି ତାଙ୍କ ବାପାଙ୍କ ପାଖକୁ ଆସିଲା ଯେ ମୁଁ ଯାହା କରିଥିଲି, ଯାହା ଆପଣମାନଙ୍କୁ ଲୁଚେଇଥିଲି, ସେ ଜିନିଷର ପର୍ଦ୍ଦାଫାଶ ହେଇଯାଇଛି, ତେଣୁକରି ମୁଁ ଆଉ ବଞ୍ଚିବା ପାଇଁ ଚାହୁଁନି, ମୁଁ ମରିଯିବି। ଏମିତି ଗୋଟେ ମେସେଜ୍ ତାଙ୍କ ଝିଅ ବିଷୟରେ ଆସିଲା ଆଉ ସେ ମେସେଜ୍ଟି ତା ଝିଅ ପଠାଇଥିଲା। ଏକଥା ଯେତେବେଳେ ତା ବାପା ଦେଖିଲେ, ପୁଣି ପୋଲିସ ଷ୍ଟେସନ ଯାଇ ପହଞ୍ଚିଲେ ଆଉ ପୋଲିସ ଷ୍ଟେସନରେ ଏସବୁ ଦେଖିଲା ପରେ ପୋଲିସ ବି ହତବାକ୍ ହେଇଗଲା। ଯଦି କିଡ଼ନାପିଂରୁ ଏ ଜିନିଷଟା ସୁଇସାଇଡ୍ ଆଡ଼କୁ ଯାଉଛି, ତ ୟାର ଏଙ୍ଗଲ କିଛି ନା କିଛି ଗୋଟେ ଡିଫରେଣ୍ଟ ଅଛି। ଆଉ କ'ଣ କରିବେ, ଇମିଡ଼ିଏଟ୍ ଯଦି ସେ ଝିଅକୁ ନ ଧରାଯାଏ କିମ୍ବା ସେ କେସ୍କୁ ଯଦି ସୁଲଝା ନଯାଏ, ତାହେଲେ ସେ ଝିଅ ମେ ବି ଯଦି ମରିଯିବ ନା, କେସ୍ଟି ଆଉ ବହୁତ ଗୁଡ଼ାଏ
ବଡ଼ ଆଡ଼କୁ ଗତି କରିବ। ତ ପୋଲିସ ଇନଭେଷ୍ଟିଗେସନରେ ଆଉ ଟିକେ ତ୍ୱରାନ୍ୱିତ କରାଗଲା ପରେ ସେ ପିଲାକୁ ଯେତେବେଳେ ଟିକେ ପ୍ରେସର ଦିଆଗଲା, ସେ ପିଲା କହିଲା ଯେ ମୁଁ ଏଇ ଲୋକେସନରେ ରହୁଥିଲି କିନ୍ତୁ ମୁଁ ଏଇ ଲୋକେସନକୁ ପଳେଇଛି। ଆଚ୍ଛା, ସେ ଯେଉଁ ମେସେଜଟି ଆସିଥିଲା, ସେ ମେସେଜ ଯେଉଁ ନମ୍ବରରୁ ଆସିଥିଲା, ସେ ମେସେଜଟିକୁ ଟ୍ରାକ୍ କରାଗଲା ଯେ ଯେଉଁଥିରେ ସେ ଝିଅ ସୁଇସାଇଡ୍ ପାଇଁ ଲେଖିଛି। ସେକୁ ଟ୍ରାକ୍ କଲା ପରେ ଜଣାପଡ଼ିଲା ସେ କୋଟାର ଗୋଟେ ମାନେ ଟିକେ ମାର୍କେଟରୁ ବହୁତ ଦୂରରେ ଗୋଟେ ଆପାର୍ଟମେଣ୍ଟରେ ଲୋକେସନ୍। ଯେତେବେଳେ ସେ ଆପାର୍ଟମେଣ୍ଟ ଲୋକେସନ୍ ପାଖକୁ ଯାଇ ପୋଲିସ ପହଞ୍ଚିଲା, ସେଠି ଯେତେବେଳେ କବାଟ ଖୋଲିଲା, ଆପଣ ବିଶ୍ୱାସ କରିବେନି, ସେଠି ସେ ଝିଅ ଆଉ ତାର ବୟଫ୍ରେଣ୍ଡ ହର୍ଷିତ 2 ଜଣ ସେ ରୁମ୍ ଭିତରୁ ବାହାରିକି ଆସିଲେ। ଆଉ ଝିଅ ସମ୍ପୂର୍ଣ୍ଣ ରୂପେ ସୁସ୍ଥ ଥିଲା, ତା ସହିତ ଏ ପିଲା ବି ଥିଲା। ରହସ୍ୟ ଉନ୍ମୋଚିତ ଯେତେବେଳେ ପୋଲିସ ଇନଭେଷ୍ଟିଗେସନ୍ ଆଉ ଇଣ୍ଟରୋଗେସନ୍ କଲା ସେ ଝିଅକୁ, ସେ ଝିଅ କହିଲା ସମ୍ପୂର୍ଣ୍ଣ ସତ କଥା। ସମ୍ପୂର୍ଣ୍ଣ ସତ କଥା ଥିଲା ଏଇଆ ଯେ ମୁଁ କେବେ ମୋ ଜୀବନରେ ଏଠି ନେଟ୍ କମ୍ପ୍ଲିଟ୍ କରିପାରିନଥାନ୍ତି। ମୁଁ ସେତେ ଭଲ ଷ୍ଟୁଡେଣ୍ଟ ନୁହଁ, କିନ୍ତୁ ଡ୍ୟୁ ଟୁ ଫ୍ୟାମିଲି ପ୍ରେସର ମୁଁ ପ୍ରେସରରେ ଡକ୍ଟର ହେବା ପାଇଁ ଟ୍ରାଏ କରୁଥିଲି। ଆଉ ସେଇ ଡକ୍ଟର ହେବା ପାଇଁ ଟ୍ରାଏ କରିଥିବା ରାସ୍ତାରେ ମୁଁ ଜାଣିବାକୁ ପାଇଲି ଯେ ଏଇଟା ମୋ ପାଇଁ ବହୁତ ଟଫ୍, ମୁଁ ଏଇଟା କେବେ ବି କରିପାରିବିନି। ସେଇଥିପାଇଁ ଯେତେବେଳେ ମୁଁ ଶିବପୁରୀରୁ କୋଟା ଆସିଲି, ଅଲରେଡ଼ି ଏ ପ୍ଲାନିଂ ହେଇସାରିଥିଲା। ସେ ଯେତେବେଳେ କୋଟା ଆସିକି ପହଞ୍ଚିଲା, ସେ କୋଟାରେ କିଛି ଦିନ ପାଇଁ ସେ ଗୋଟେ ଆପାର୍ଟମେଣ୍ଟ ନେଇକି ତା ବୟଫ୍ରେଣ୍ଡ ସହିତ ଲିଭିଂରେ ରହିଲା। ଆଉ ପ୍ରତିଦିନ ସକାଳୁ ମା ସହିତ କଥା ହୁଏ, ତା ଫଟୋ ପଠାଏ। କିଛି ସେ ଆସ୍ପିରାଣ୍ଟର ଯେଉଁ ଇନଷ୍ଟିଚ୍ୟୁସନ୍ ଅଛି, ଇନଷ୍ଟିଚ୍ୟୁସନ୍ ବାହାରେ କେମିତି କାମ ହୁଏ, କେମିତି ପ୍ରକାରର ପିଲାମାନେ ଆସନ୍ତି ଯାଆନ୍ତି, ସେମାନଙ୍କ ସହିତ କଥା ହୋଇ ଫଟୋ ପଠାଏ। ଆଉ ଯିବା ଆସିବା ବେଳର କିଛି ଫଟୋ ସିଏ ସବୁ ଠୋଳେଇ ମୋବାଇଲରେ ରଖିଥିଲା। ଆଉ ପ୍ରତିଦିନ ଗୋଟେ ତା ବାପା ମାଆଙ୍କୁ ପଠାଏ, ଯାହାଫଳରେ ସେମାନେ ବି ରିଲାକ୍ସ ଥିଲେ ଯେ ଝିଅ ଆମର ସେଫ୍ ଅଛି। ଆଉ ମୁଁ ଯେତେବେଳେ ଡକ୍ଟର ହେଇପାରିବିନି, ତେଣୁକରି ମୁଁ ଚାହିଁଲି ଯେ ଏଇଭଳିଆ ଯଦି କିଛି ପଇସା ମୁଁ ଘରୁ ଆଣିପାରେ, ତାହେଲେ ସେଇ ପଇସା ନେଇ ମୁଁ ବାହାର ଦେଶକୁ ଯାଇ ସେଠି 100% ମୁଁ କ୍ଲିକ୍ କରିଯିବି। କାହିଁକିନା ଇଣ୍ଡିଆର ଏଜୁକେସନ୍ ଟିକେ ଟଫ୍ ଅଛି ବାହାର ଏଜୁକେସନ୍ ତୁଳନାରେ। ଏସବୁ ଶୁଣିଲା ପରେ ଝିଅ ପାଟିରୁ ବାପା ମାଆ ବି ସ୍ତବ୍ଧ, ପୋଲିସ ବି ସ୍ତବ୍ଧ। ସେ ଏତେ 20 ବର୍ଷର ଝିଅ, ସିଏ ଏତେ ପ୍ଲାନିଂ କରିସାରିଥିଲା ଯେ ବାପା ମାଆଙ୍କୁ ଫଣ୍ଡେଇବ, 30 ଲକ୍ଷ ଟଙ୍କା ନେବ, ତା ବୟଫ୍ରେଣ୍ଡ ସହିତ ବାହାରକୁ ଯାଇ ସେଟଲ୍ ହେବ, ଆଉ ସେଠି ସେ ଡକ୍ଟର ପଢ଼ାପଢ଼ି କରିବ। ମେ ବି ହେଇଥାଇପାରନ୍ତା ଯେ ସେ ଏ କଥାଟାକୁ ଜେନ୍ୟୁଇନଲି ବାପା ମାଆଙ୍କ ଆଗରେ ରଖିପାରିଥାନ୍ତା, କିନ୍ତୁ ଏଠି ଯେତେବେଳେ ଗୋଟେ ବୟଫ୍ରେଣ୍ଡର ରିଲେସନ୍ ମଝିରେ ପଶୁଛି ନା, ଏ ଜିନିଷଟା କମ୍ପ୍ଲିକେଟେଡ଼ ହେଇଯାଉଛି। ଆପଣ ମୋତେ କୁହନ୍ତୁ ଯେ ଏଇଟା ଯଦି ସେ ଘରେ କହିଥାନ୍ତା, ଏ ଜିନିଷଟା ଘରେ ମେ ବି ରାଜି ହେଇଥାନ୍ତେ ନ ହେଇଥାନ୍ତେ ଅଲଗା କଥା, କିନ୍ତୁ ସେ ବୟଫ୍ରେଣ୍ଡ ସାଙ୍ଗରେ ମିଶି ଏତେ ବଡ଼ ଗୋଟେ ପ୍ଲାନିଂ କଲା। ଆଉ ଆପଣ ଯଦି ନିଜ ଘରେ ଏଇଭଳିଆ ଗୋଟେ ପିଲାକୁ ପ୍ରେସର ଦେଉଛନ୍ତି କିମ୍ବା ତା ମନ ହିସାବରେ ତାକୁ କାମ କରିବା ପାଇଁ ଦେଉନାହାନ୍ତି, ତାକୁ ପଢ଼ିବା ପାଇଁ ଦେଉନାହାନ୍ତି, ତାହେଲେ ଏଇଟା ଗୋଟେ ବହୁତ ବଡ଼ ଚିନ୍ତାର ବିଷୟ ଆପଣମାନଙ୍କ ପାଇଁ। ଆପଣ ଥରେ ଭାବିକି ଦେଖନ୍ତୁ ଯେ ଏ ଜିନିଷଟା କେତେ ମାରାତ୍ମକ। ନିଜ ଛୁଆ ନିଜ ବାପା ମାଆଙ୍କୁ ପଇସା ପାଇଁ ବ୍ଲାକମେଲିଂ କରୁଛି, ଆଉ ଫ୍ୟୁଚର ଡିସାଇଡ୍ କରୁଛି ଗୋଟେ 20 ବର୍ଷର ଛୁଆ ତା ବୟଫ୍ରେଣ୍ଡ ସହିତ। କାହାଣୀଟି ଥିଲା ଏମିତି। ଆପଣଙ୍କୁ କେମିତି ଲାଗିଲା ମୋତେ ନିଶ୍ଚିତ କମେଣ୍ଟରେ ଜଣାଇବେ। ଆଉ ପ୍ଲିଜ୍ ମୋ ଚ୍ୟାନେଲଟିକୁ ଲାଇକ୍ ଆଉ ସବସ୍କ୍ରାଇବ୍ ନିଶ୍ଚିତ କରିବେ। ଜୟ ଜଗନ୍ନାଥ।